ଚାଷୀମାନଙ୍କୁ ଅନେକ ସାରା ସୁବିଧା ମିଳିବା ପାଇଁ ଯାଉଛି। ଏଣିକି ଜମି ପାଇଁ ଆପଣମାନଙ୍କୁ ତିଆରି କରିବାକୁ ପଡ଼ିବ ଆଧାର କାର୍ଡ଼, ଯେଉଁଟାକି ଭୂ ଆଧାର କାର୍ଡ଼ ଆପଣମାନଙ୍କୁ ବନେଇବାର ଅଛି। ଯଦି ଆପଣଙ୍କ ପାଖରେ ଜମି ଜମା ରହିଛି ତାହେଲେ ଆପଣମାନେ ଭୂ ଆଧାର ବନେଇବା ନିତ୍ୟାନ୍ତ ଜରୁରୀ ରହିଛି। ଯଦି ଆପଣମାନେ ଏହି ଭୂ ଆଧାର ବନାଉଛନ୍ତି ଆପଣମାନଙ୍କୁ 8ଟି ଲାଭ ମିଳିବା ପାଇଁ ଯାଉଛି। ସରକାରଙ୍କ ତରଫରୁ ଚାଷୀମାନଙ୍କ ପାଇଁ ବଡ଼ ଘୋଷଣା ଜାରି କରାଯାଇଛି। ଆପଣ ଭୂ ଆଧାର କେମିତି ବନେଇବେ, ଏହାର ପ୍ରୋସେସ୍ କେମିତି ରହିଛି, ଆପଣମାନେ ଏହି 8ଟି ଲାଭ ଭୂ ଆଧାର ବନେଇଲା ପରେ କେମିତି ପାଇବେ, ସମ୍ପୂର୍ଣ୍ଣ ତଥ୍ୟ ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ବିସ୍ତାର ରୂପେ ଜଣାଇବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଆଜ୍ଞା, ଯାହାଫଳରେ ଆପଣମାନେ ଡିଟେଲ୍ସ ଇନଫର୍ମେସନ୍ ପାଇବା ସହିତ ଏହାର ଲାଭ ମଧ୍ୟ ଆପଣ ଉଠାଇ ପାରିବେ। ତ ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ କହି ରଖିବି, ଚ୍ୟାନେଲରେ ଯଦି ନୂଆ କରି ଆପଣମାନେ ଭିଡ଼ିଓଟିକୁ ଦେଖୁଥାନ୍ତି ଏପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ଆପଣମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଭିଡ଼ିଓକୁ ଗୋଟେ ଲାଇକ୍ କରିବାକୁ ଜମା ବି ଭୁଲନ୍ତୁନି। ଏଣିକି ଜମି ପାଇଁ ଆଧାର କାର୍ଡ଼ କରିବା ପାଇଁ ପଡ଼ିବ, ଅର୍ଥାତ୍ ଭୂ ଆଧାର କାର୍ଡ଼ ଆପଣଙ୍କ ଜମି ପାଇଁ କରିବା ପାଇଁ ପଡ଼ିବ। ଭୂ ଆଧାର କଲେ ଆପଣମାନେ 8ଟି ଫାଇଦା ପାଇବା ପାଇଁ ଯାଉଛି। ଏହି 8ଟି ଫାଇଦା କ'ଣ ରହିଛି, ଆପଣମାନେ ଏହି 8ଟି ଫାଇଦା କେମିତି ପାଇବେ, ଆସନ୍ତୁ ଡିଟେଲ୍ସ ଇନଫର୍ମେସନ୍ ଉପରେ ନଜର ପକାଇବା। ଦେଖନ୍ତୁ, ଓଡ଼ିଆ ଡିଜିଟାଲ ପ୍ରପର୍ଟି ଆଧାର କାର୍ଡ଼। ଭାରତ ସରକାର ସାରା ଦେଶରେ ଜମି ଏବଂ ସମ୍ପତ୍ତିର ଡିଜିଟାଲ ଭିତ୍ତିଭୂମିକୁ ଉନ୍ନତ କରିବା ପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କାର୍ଯ୍ୟକାରୀ କରୁଛନ୍ତି, ଯାହାକୁ ସାଧାରଣତଃ ସମ୍ପତ୍ତି ଆଧାର କାର୍ଡ଼ କିମ୍ବା ଭୂ ଆଧାର କୁହାଯାଇଛି। ଏହାର ସରକାରୀ ନାମ ହେଉଛି ULPIN। ଏହାର ଫୁଲ୍ ଫର୍ମ ହେଉଛି ୟୁନିକ୍ ଲ୍ୟାଣ୍ଡ ପାର୍ସଲ ଆଇଡେଣ୍ଟିଫିକେସନ୍ ନମ୍ବର। ଦେଖନ୍ତୁ, ସରକାର ବର୍ତ୍ତମାନ ସାରା ଦେଶରେ ଜମି ସମ୍ପତ୍ତିର ଡିଜିଟାଲାଇଜେସନ୍ ଭିତ୍ତିଭୂମିକୁ ସୁଦୃଢ଼ କରିବେ। ତ ଯେଉଁ ଚାଷୀମାନଙ୍କର ଯେଉଁ ଜମି ଗୁଡ଼ିକ ରହିଛି ସେ ଜମି ଗୁଡ଼ିକ ପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା ସରକାର କରୁଛନ୍ତି। ସ୍ୱତନ୍ତ୍ର ବ୍ୟବସ୍ଥା କହିବାକୁ ଗଲେ ଆପଣମାନଙ୍କୁ ଜମି ଆଧାର କାର୍ଡ଼ ଅର୍ଥାତ୍ ଭୂ ଆଧାର କାର୍ଡ଼ ଆପଣମାନଙ୍କୁ କରିବାର ଅଛି। ଆପଣମାନେ ଏହି ଭୂ ଆଧାର କାର୍ଡ଼ କେମିତି କରିବେ, କେଉଁଠି ଯାଇକି କରିବେ, ତ ଏହି ଭୂ ଆଧାର କଲା ପରେ ଆପଣମାନଙ୍କୁ ଯେଉଁ ସୁବିଧା ଗୁଡ଼ିକ ସରକାରଙ୍କ ତରଫରୁ ମିଳିବା ପାଇଁ ଯାଉଛି ସେ ସୁବିଧା ଗୁଡ଼ିକ ଆପଣମାନେ କେମିତି ପାଇବେ, ଏଇଟା ଆପଣମାନଙ୍କର ବଡ଼ ପ୍ରଶ୍ନ ରହିଛି। ତ ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ଧ୍ୟାନ ସେ ଦେଖନ୍ତୁ, ଶେଷ ପର୍ଯ୍ୟନ୍ତ ସବୁ ଇନଫର୍ମେସନ୍ ଆପଣମାନେ ପାଇପାରିବେ। ଆସନ୍ତୁ ଆମେ ସରଳ ଭାଷାରେ ବୁଝିବା ଏହା କ'ଣ ଏବଂ ଏହା ସମ୍ପତ୍ତି ମାଲିକମାନଙ୍କୁ କ'ଣ ଲାଭ ପ୍ରଦାନ କରିବ। ଏହି ସମ୍ପତ୍ତି ଆଧାର ଅର୍ଥାତ୍ ଭୂ ଆଧାର, ଯଦି ଏହାକୁ ଆମେ ସର୍ଟ ଫର୍ମରେ କହିବା ULPIN, ଏହା କ'ଣ, ଆସନ୍ତୁ ଏହା ଉପରେ ଥରେ ନଜର ପକାଇବା। ଦେଖନ୍ତୁ, ଏହାକୁ ସରଳ ଭାଷାରେ ବୁଝିବାକୁ ଗଲେ ଯେପରି ଭାରତର ପ୍ରତ୍ୟେକ ନାଗରିକଙ୍କ ପରିଚୟ ପାଇଁ ଏକ ଅନ୍ୟାନ୍ୟ 12 ଅଙ୍କ ବିଶିଷ୍ଟ ଆଧାର କାର୍ଡ଼ ଅଛି, ସେହିପରି ଦେଶର ପ୍ରତ୍ୟେକ ଜମି, ପ୍ଲଟ୍ କିମ୍ବା ସମ୍ପତ୍ତିକୁ ଏବେ ଏକ ଅନ୍ୟାନ୍ୟ 14 ଅଙ୍କ ବିଶିଷ୍ଟ ଆଲଫାନୁ ମେମୋରି କୋଡ଼୍ ପ୍ରଦାନ କରାଯାଇଛି। ଏହାକୁ ଭୂ ଆଧାର କିମ୍ବା ସମ୍ପତ୍ତି ଆଧାର କୁହାଯାଏ। ଦେଖନ୍ତୁ, ଭାରତରେ ପ୍ରତ୍ୟେକ ଲୋକଙ୍କ ପାଖରେ ଗୋଟିଏ ଆଧାର କାର୍ଡ଼ ରହିଛି। ସେ ଆଧାର କାର୍ଡ଼ର ଯଦି ଆମେ ଅଙ୍କ ଦେଖିବା 12 ଅଙ୍କ ବିଶିଷ୍ଟ ରହିଛି। ଏହି ଆଧାର କାର୍ଡ଼ ମାଧ୍ୟମରେ ଆପଣମାନେ ବିଭିନ୍ନ ପ୍ରକାର କାର୍ଯ୍ୟ କରିପାରୁଛନ୍ତି। ଆପଣଙ୍କର ଏହି ଆଧାର କାର୍ଡ଼ ବ୍ୟାଙ୍କ ପାଖରୁ ଆରମ୍ଭ କରିକି ଆପଣମାନଙ୍କର ବିଭିନ୍ନ ପ୍ରକାର ସରକାରୀ ଯୋଜନା ଗୁଡ଼ିକରେ ଯୋଡ଼ିବା ପାଇଁ ଏହି ପରିଚୟ ପତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକାଟି ଗ୍ରହଣ କରୁଛି। ଏହି ଆଧାର କାର୍ଡ଼ ବିନା ଆପଣମାନେ କୌଣସି କାର୍ଯ୍ୟ କରିପାରିବେ ନାହିଁ ଆଜିକା ଡେଟ୍ରେ। ତ ଆପଣ ସରକାରୀ ଯୋଜନାରେ ସାମିଲ ହେବା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର କାର୍ଯ୍ୟରେ ଆପଣମାନଙ୍କର ଏହି ଆଧାର କାର୍ଡ଼ର ଆବଶ୍ୟକତା ରହିଛି। ତ ଠିକ୍ ସେହିପରି ଆପଣମାନଙ୍କର ଜମି, ପ୍ଲଟ୍ କିମ୍ବା ସମ୍ପତ୍ତି ପାଇଁ ଏକ ସ୍ୱତନ୍ତ୍ର ଆଧାର କାର୍ଡ଼ ଆପଣମାନଙ୍କୁ କରିବାର ଅଛି, ଯେଉଁଟାକି ଆପଣମାନଙ୍କର ଭୂ ଆଧାର ଯେଉଁଟା କୁହାଯାଏ। ସେହି ଭୂ ଆଧାର ଜରିଆରେ ଆପଣମାନେ 8ଟି ସୁବିଧା ପାଇବା ପାଇଁ ଯାଉଛନ୍ତି ସରକାରଙ୍କ ତରଫରୁ। ତ
तो आपण माने एही 8टी सुविधा सेतेबेले पाई परिबे जेतेबेले आपण माने संपत्ति आधार अर्थात भू आधार करिवे। तो एटा आपण मानको पई कंपलसरी रहिछि। तो आपण माने एहाकू निश्चय करिवे। तो केमिति कोन करिवे एहार प्रोसेस मध्य मु आपण मानकु जणैबी। आसंतु जानिबा एहा एक साधारण आधार कार्ड ठारू केते भिन्न अटे। तो देखंतु आधार कार्ड बायोमेट्रिक चिन्हट पाई सेतेबेले भू आधार किंबा संपत्ति आधार जमी किंबा प्लॉट चिन्हट पाई जड़े व्यक्ति नाम आंगुठी चिन्ह एवं आईराइस डाटा व्यवहार करी एक नियमित आधार कार्ड सृष्टि करा। भू आधार जमीर आकांक्षा एवं द्राघिमा अर्थात भू संकेत उपरे आधार करी सृष्टि हुए। उभय मध्यरे आउ एक पार्थक्य हेउची जे एक नियमित आधार कार्ड व्यक्ति सहित स्थान परिवर्तन करि पारिबो तथापि भू आधार कोड तार स्थान रे स्थिर रही थाए। तेणु कोड सर्वदा अन्यान्य एवं स्थायी होइथाए। देखंतु जदि आपण मानकर आधार कार्ड जोटा आपण मानक सहित जड़ित रही जो आधार कार्ड बायोमेट्रिक चिन्हट पाई जो आधार कार्ड व्यवहार हेउची तार स्थान आपण माने परिवर्तन करि पारिबे किंतु जो भू आधार रही से आपण स्थान परिवर्तन करि पारिबेनी ताहा स्थिर रहिबो। एबे आसंतु जानिबा यार मुख्य वैशिष्ट्य गुड़िक कौन रही। एक नंबर रे प्रत्येक प्लॉट जमी खंड किंबा घरर निजस्व 14 अंक विशिष्ट अन्यान्य कोड नंबर रहिबो। 2 नंबर रे सैटेलाइट जीपीएस एवं ड्रोन सर्वे माध्यम रे भूमिर सठिक सीमार एक मानचित्र अर्थात जिओ स्पेशियल मैपिंग प्रस्तुत करी एही संख्या दिया जाउची। एही कोड आपण मानकर खतियान रेजिस्टर अर्थात भूमि रेकर्ड राजस्व कोर्ट मामला एवं मालिकंक आधार कार्ड सहित डिजिटल भाव में लिंक हेबो। 4 नंबर रे यह समग्र देश पाई समान फॉर्मेट रे काम करे जहाँ गोटे राज्य रु अन्य राज्य को तथ्य देखिबा सहज करिथाए। वर्तमान आसंतु जानिबा यह साधारण जनता को कौन सबू लाभ दबा पाई जाउची। मुख्यतः आपण मानकु भू आधार कार्ड माध्यम रे 8टी लाभ मिलवा पाई जाउची। 1 नंबर रे ठकेई आपण मानकर रोकिबो। 2 नंबर रे नकली पंजीकरण रोकिबो। केमिति देखंतु प्रायतः ठकेई कारबार रे जाल कागज पत्र व्यवहार करी समान जमी 2 किंबा 3 जन भिन्न व्यक्ति को विक्रय करा जाई थाए। भू आधार प्रचलन सहित प्रत्येक जमी खंड को डिजिटल भाव में चिन्हट करा जिवो जहा द्वारा डबल पंजीकरण किंबा नकली डॉक्यूमेंट सृष्टि करिबा असंभव हबो। 3 नंबर रे सीमा विवाद दूर करिवो। देखंतु ग्राम एवं सहर गुड़िकरे पड़ोशी माने प्रायतः सीमा प्राचीर किंबा जमी दखल को नहीं विवाद करती। सैटेलाइट आधारित जिओ टैगिंग डिजिटली भाव में जमीर ठिकणा सीमा एवं परिसर निर्णय करिवो। 4 नंबर रे संपत्ति किनिबा सहज हेबो। 5 नंबर रे विक्रय करिबा आपण मानकर सहज हेबो। तो केमिति देखंतु जदि आपण एक नुआ प्लॉट किंबा संपत्ति किणुचंती तेबे केवल 14 अंक विशिष्ट जमी आधार प्रवेश करी आपण ऑनलाइन रे जांच करि परिबे जे जमीर प्रकृत मालिक किए एवं एहा उपरे कौनसी कोर्ट मामला किंबा ऋण अछि कि नाही। 6 नंबर रे बैंक ऋण पाइबा सहज हेबो। देखंतु जेतेबेले जमी रेकर्ड संपूर्ण सफा एवं डिजिटल हेबो बैंक गुड़िकर ऋण अर्थात गृह ऋण किंबा कृषि ऋण देबारे अधिक समय नेब नाही एवं जांच तुरंत होई। 7 नंबर रे सरकारी योजनार लाभ आपण पाई परिबे। 8 नंबर रे क्षतिपूरणर सीधा सड़क लाभ आपण पाई परिबे। चाषी माने फसल क्षति पाई क्षतिपूरण किंबा सरकारी योजना गुड़िकरू सीधा सड़क मालिक माने लाभ उठे पारिबे जेमितिका आपण मानकर पीएम किसान सीएम किसान रही।